ମୁଁ ତରବର ହେଇଯାଇ ଗ୍ୟାସ୍ ଲଗେଇଲି ଆଉ ଆମ କ୍ଷୀର ଜାଗାଟାକୁ ବସେଇଦେଲି। ଖାଲି ଜାଗାଟି ବସେଇ ତା ଦେହରେ ଆଗ ଟିକେ ପାଣି ଦେଇଦେଲି। ଏମିତି କାହିଁ କଲି କହିଲେ? କ୍ଷୀର ଜାଗାରେ ଆଗ ଟିକେ ପାଣି ଫୁଟେଇ ଦେଲେ ବେଶୀ କୋରୁଅ ଲାଗେନି କି କ୍ଷୀର ପୋଡ଼ିଯାଏନି। ତାପରେ ମୁଁ କ୍ଷୀରକୁ ଆଣି ସେଇ ଫୁଟା ପାଣି ଦେହକୁ ଛାଣିଲି। ଛାଣିଲା ପରେ ପୁଣି ବାଲ୍ଟିଟାକୁ ଭଲ ରକମ ଧୋଉଛି କ୍ଷୀର ବାଲ୍ଟି। ଏଇଟା ଗୋଟେ ଲୋଭର କଥା ନୁହେଁ, ଏଇଟା ଜାଣିବା କଥା ଯେ ଘର କ୍ଷୀର ବେଶୀ ସମୟ ଧୋଇକି ବାଲ୍ଟିରେ ଥୋଇଦେଲେ ତା ଦେହରେ ଘିଅ ଅଂଶଟା ଲାଗିଯାଏ। ବାଲ୍ଟିକି ଧୋଇ ସାରିଲା ପରେ କ୍ଷୀର ଗୋଟିଏ ଫୁଟଣା ଆସିଯାଇଥିଲା। ମୁଁ ଗ୍ୟାସ୍ ଫ୍ଲେମ୍କୁ କମେଇ ଦେଇ ତା ଦେହରେ କ'ଣ ଢାଳୁଛି କହିଲେ? ଆଗ ଦେଖି ନିଅନ୍ତୁ, କେମିତି ଜାଣିବେ ଛେନା ପୁରା ଫାଟି ଯାଇଛି ବୋଲି। ପୁରା ପାଣିଟା ସ୍ୱଚ୍ଛ ଦେଖାଯିବ। ଆଉ ଟିକେ ଦରକାର କରୁଛି ଛେନା ପାଣି। ମୁଁ ଆଉ ଟିକେ ଢାଳିଲି ବୋଧେ। ହଁ, ଟିକେ ଢାଳି ଦେବା ପରେ ଆପଣ ବି ହଠାତ୍ ଢାଳିବେନି, ଅନ୍ତତଃ 3 ମିନିଟ୍ ଅପେକ୍ଷା କରିବେ। ଫାଟିବା ପାଇଁ ତ ପୁଣି ଟିକେ ସମୟ ନେବ ନା। ଦେଖନ୍ତୁ ଛେନାଟା ଏବେ ପୁରା ଛିଣ୍ଡି ଯାଇଛି। ଆପଣମାନେ ଛେନା ଛିଣ୍ଡେଇବା ପାଇଁ ଲେମ୍ବୁ ରସ, କାନ୍ଧିଆ ରସ ବା ଭିନେଗାର ବ୍ୟବହାର କରିପାରିବେ। ଛେନା ଛିଣ୍ଡେଇ ସାରିବା ପରେ ସେ ପାଣିକୁ ଆଗ ମୁଁ ଏ ଡବାକୁ ନିଗାଡ଼ି ରଖିଲି। ସେଇ ଡବାରୁ ହିଁ ତ ମୁଁ ଛେନା ଢାଳିକି ଛିଣ୍ଡଉଥିଲି ନା ଛେନା ପାଣି। ତାହେଲେ ମୁଁ କେମିତି ରଖୁଛି ଛେନା ପାଣି? ସଜ ଛେନା ପାଣିରେ ଛେନା ଛିଣ୍ଡିବନି। ଛେନା ପାଣିକୁ ବାହାରେ 2-3 ଦିନ ରଖିଲା ପରେ ଖଟା ହେଇଗଲେ ତାକୁ ଫ୍ରିଜରେ ସାଇତି ରଖନ୍ତୁ। ଯେତେବେଳେ ଛେନା ଛିଣ୍ଡେଇବେ ସେଇ ପାଣିକୁ ବୁଲେଇ ଦେଲେ ଛେନା ଛିଣ୍ଡିଯିବ। ଆଉ ସେଇଟା ଆପଣ ବି ତ ଖଟା କରିବା ମୁଁ ଦେଖେଇଥିଲି। ଖାଲି ଛେନା ପାଣି ବି ଉଷୁମ ଉଷୁମ ପିଇଲେ ଦେହ ଯଦି ଝାଡ଼ା ପରିଷ୍କାର ନ ହେଉଥିବ ତାହେଲେ ଆପଣଙ୍କର ପୁରା ପରିଷ୍କାର ଝାଡ଼ା ହେଇଯିବ। ତାପରେ ମୁଁ ବେଲଣା ପିଢ଼ାଟିକୁ ଆଣି ଧୋଇଦେଲି, ଆଉ ଖଣ୍ଡିଏ କପଡ଼ା ବି ଓଦା କରିଦେଲି। ଦେଖନ୍ତୁ ସେଇ ଛେନା ଛଣା ଜାଗାଟିକୁ ବି ଯଦି ଆପଣ ପ୍ରଥମେ ଓଦା ନ କରି ଛେନା ଛାଣିବେ ତା ଦେହରେ ବହୁତ ଛେନା ଲାଗିଯିବ। ଆଉ କପଡ଼ାକୁ ଯଦି ଓଦା ନ କରିବେ ତ ବଡ଼ ହଇରାଣ ହେବେ ଆପଣ। ଏତେ ଛେନା ଲାଗିବ ଯେ ଛେନାକୁ ଛେନା ନଷ୍ଟ ହେବ, କପଡ଼ା ଧୋଇକି ଆପଣ ହଇରାଣ ହେବେ। ସେ କପଡ଼ାକୁ ପୁଣି ଗଣ୍ଠି କଲି ନାହିଁ, ଖାଲି ଗୁଡ଼େଇ ଦେଲି। ଗଣ୍ଠି କଲେ ସେ ଗଣ୍ଠିର ଦାଗଟା ବି ଛେନାରେ ଆସିଯାଏ। ଯଦି ଆପଣ ସିଧାସଳଖ ଛେନାକୁ କାଟି କିଛି କରିବାକୁ ଚାହୁଁଥିବେ ତାହେଲେ ତ ମୋଟେ ଗଣ୍ଠି ଦେବେନି। ଆଉ ତା ଉପରେ ଗୋଟେ ଓଜନ ଜିନିଷ ନଦିଦେଲି। ଜିନିଷ ନଦିଲା ବେଳେ ବି ହୁସିଆର ହେଇ ନଦିବେ। ଶିଳୁପୁଆଟା ଟଙ୍ଗ ଟଙ୍ଗ ହେଉଛି, ଯଦି ଗଡ଼ି ଆସି ଗୋଡ଼ରେ ପଡ଼ିବ କି ଅସୁବିଧା କହିଲେ? କେତେ କଷ୍ଟ ଭୋଗିବାକୁ ହେବ। ତେଣୁ ଆପଣ ଦେଖିକି ଯୋଉଟା ସୁବିଧାରେ ଡବେ, ଏମିତିକି ଚିନି ଡବା ଫବା ବି ଯୋଉଟା ଓଜନ ତାପରେ ଥୋଇଦେଲେ ବି ଚଳିବ। ଆମ ପିଲାମାନେ ତ ସବୁ ସ୍କୁଲ ଚାଲି ଯାଇଥିଲେ, ସେଥିପାଇଁ ମୁଁ ସେ ପାଖରେ ଥିଲା ତ ଶିଳପୁଆଟା ଲଦିଦେଲି। ମୋ ଝିଅ ଆସିଲା। ମୋ ଝିଅ ହାତ ରନ୍ଧା ଛେନା ତରକାରୀ ଟିକେ ଖାଇବା ପାଇଁ ମୁଁ ଏସବୁ ଯୋଜନା କରୁଥିଲି। ସମସ୍ତଙ୍କ ହାତରେ ରୋଷେଇ ହୁଏ, କିନ୍ତୁ କାହା ହାତରେ କୋଉ ଜିନିଷ ଭଲ ହୁଏ ସେଇଟା ଗୋଟେ ଅଲଗା ଜିନିଷ। ମୋ ଝିଅ ହାତ ଛେନା ତରକାରୀ ଭାରି ଭଲ ଲାଗେ, ସେଇଥିପାଇଁ ସେ ଆସିବ ଜାଣି ମୁଁ ଏ ବ୍ୟବସ୍ଥା କରିଥିଲି। ସିଏ କେତେବେଳେ ତା ଭାଉଜମାନଙ୍କୁ କହି ଆଳୁ ସିଝା କରେଇ ରଖିଥିଲା। ସେ ଯେତେବେଳେ କଲା ମୁଁ ଦେଖିଲି ସିଝା ଆଳୁ ବି ଅଛି। ମୁଁ କହିଲି ମତେ ତାହେଲେ କାହିଁକି ଏମିତି ଛାଣିବା ପାଇଁ କହିଲୁ ମ? ସେ କହିଲା ଭଲକିରି ପାଣି ନ ନିଗିଡ଼ିଲେ ତରକାରୀ ସୁଆଦ ହବ ନାହିଁ। ତାପରେ ସେ ତାର ଛେନାକୁ ଆଳୁ ସିଝା ସାଙ୍ଗେ ମିଶେଇକି ଚକଟିଲା। ସେଥିରେ ପୁଣି ଲୁଣ ଲୁଣ ବି ଦେଲା। ଲୁଣ, ଆଳୁ, ଛେନାକୁ ଭଲ ରକମ କେତେ ସମୟ ଚକଟିଲା ପରେ ସେ ତା ଦେହରେ ପୁଣି ଟିକେ ଭିନେଗାର, ଭୁଲ କହିଥିଲି ମୁଁ ଏବେ ବଡ଼ ଅନ୍ୟମନସ୍କ ହେଇଯାଉଛି। ଟିକେ ପକେଇଦେଲା କର୍ଣ୍ଣଫ୍ଲୋର। ମୁଁ ତ କର୍ଣ୍ଣଫ୍ଲୋର ପକେଇବାକୁ ବି ତାକୁ ମନା କରୁଥିଲି। ସେ କହିଲା ହଁ ନ ପକେଇଲେ ବି ଚଳିବ ଯେ ବୋଉ, ମୁଁ ଟିକେ ପକଉଛି ମ, ଏକଦମ ଟିକେ, ଚାମଚରୁ 1.5 ଚାମଚ ଭଳିଆ କର୍ଣ୍ଣଫ୍ଲୋର ସେଥିରେ ପକେଇଲା। ମୁଁ କହିଲି ନ ପକେଇଲେ କ'ଣ ହବ? ସେ କହିଲା ହୁଏତ ଗୁଳା ଗୁଡ଼ାକ ଭଲ ହବନି। ମୁଁ କହିଲି ଭଲ ନ ହଉ ନା ଫିଟିଯିବ। ମୁଁ କହିଲି ଫିଟିଯାଉ, ଫିଟିଗଲେ ତ ଆମେ ତ ଖାଇବା ନା, ଏମିତି ଟିକେ ସାଇଜ ଭଲ ଦେଖାଯାଉଛି, ସେମିତି ଗୁଣ୍ଡ ଦେଖାଯିବ। ମୁଁ ଏତେ କାହିଁକି ବାରଣ କରେ କହିଲେ? ଯେତେ ପ୍ରକାର ଜିନିଷ, ଯେତେ ମସଲା ଗୁଣ୍ଡ ଏଗୁଡ଼ା ସବୁ ଯୋଉ ଆମେ ସଂରକ୍ଷିତ କରି ରଖିବା ପାଇଁ ନିଶ୍ଚିତ ରାସାୟନିକ ଜିନିଷ ବ୍ୟବହାର କରୁଛେ, ଆଉ ସେ ରାସାୟନିକ ଜିନିଷ ଖାଇଲେ ଆମକୁ କ୍ୟାନ୍ସର ହେଉଛି। ଏଇ ଦେଖନ୍ତୁ ମୁଁ ଏତିକ କଥା କହିଲା ଭିତରେ ସେ ତା ଗୁଳା ଛାଣିବା ଆରମ୍ଭ କରିଦେଲାଣି। ସେ ଗୁଳା ସବୁ ଛାଣିଦେଲା ପରେ ଏଡ଼େ ବଢ଼ିଆ ଦେଖାଗଲା ଯେ ଆମେ ଶାଶୁ ବୋହୂ ମିଶିକି ବା ସେଥିରୁ କେତେଟା ଖାଇଦେଲୁ। ଆମ ଘରେ ଏମିତି ବି ଛେନା ତରକାରୀ ସମସ୍ତେ ଭଲ ପାଆନ୍ତିନି, ମତେ ହିଁ ସବୁଠୁ ବେଶୀ ଭଲ ଲାଗେ। ଆଉ ଏଇ ଗୁଳା ଖାଇଲା ବେଳକୁ ଏତେ ଟେଷ୍ଟ ଲାଗିଲା ଯେ ଆମେ ବିଚାର କରିଛୁ ଦିନେ ଛେନା ପକୁଡ଼ି କରିବୁ। ଆଉ କଲେ ତ ଆପଣମାନଙ୍କୁ କହିବି। ଆଉ ବାକି ଯାହା ରହିଲା ତାକୁ ମୋ ଝିଅ ତରକାରୀ କରିବା ଆରମ୍ଭ କଲା।
କଡ଼େଇରେ ତେଲ ପକେଇଦେଲା, ଆଉ ଟିକେ ଲୁଣ ପକେଇଲା। ଲୁଣ ପକେଇକି ପୋଡ଼ିଗଲେ ଟିକେ ରଙ୍ଗ ହୁଏ, ଏଇଟା ତ ସାଧାରଣ କଥା। ତାରି ଦେହରେ ପୁଣି ଟମାଟୋ ପକେଇଲା। ଟମାଟୋ ଭାଜି ହେଇଗଲା ବେଳକୁ ସେଥିରେ 2-4ଟା ତେଜପତ୍ର ଆଣି ପକେଇଦେଲା। ସେ ଜାଣିଛି ତା ବାପ ଘରେ ଆଉ କିଛି ମସଲା ମସଲି ମିଳିବନି, ତେଣୁ ତାକୁ ସେମିତି ହିଁ କରିବାକୁ ପଡ଼ିବ। ସେଇଠୁ ମସଲା କଷି ହେଇ ଆସିଲା ବେଳକୁ ପିଆଜ, ରସୁଣ, ଅଦା, ଜିରା ସେ ମନା କରିଥିଲା, କହିଲା ତୁ ତ କିଛି ମସଲା ଗୁଣ୍ଡ ପକେଇବୁନି, କେବଳ ପିଆଜ, ରସୁଣ, ଅଦା। ପିଆଜ ଟିକେ ଅଧିକା, ଅଦା ରସୁଣ ଟିକେ କମ୍, ସିଏ ବି ଖୁବ୍ କମ୍ ମସଲା। ତାକୁ ବଢ଼ିଆ କରି କଷେଇ ଦେଲା। ହଳଦୀ ଗୁଣ୍ଡ ଟିକେ ତ ନିହାତି ଦେବା କଥା, ହଳଦୀ ଗୁଣ୍ଡ ଦେଲା। ଆଉ କ'ଣ ଦଉଛି ଦେଖିବା, ଲୁଣ ଆଉ ଟିକେ ଦେଲା, କାହିଁକିନା ଛେନା ଚକଟାରେ ସିନା ଲୁଣ ପଡ଼ିଥିଲା, ମସଲା ପାଇଁ ଝୋଳ ପାଇଁ ତ ପୁଣି ଲୁଣ ଦରକାର। ଦେଇକି ସେ ମସଲାକୁ ବଢ଼ିଆ କିନା କଷେଇ ଦେଲା। ମସଲା ପୁଣି ଲଙ୍କା ଗୁଣ୍ଡ ବି ସିଧା ପକେଇଦେଲା, କାହିଁକି ନା ପିଲାମାନେ ଆମ ଘରେ ଛେନା ତରକାରୀ ଖାଉନାହାନ୍ତି, ଏମିତି ସାଦା ଛେନା କେତେବେଳେ କେମିତି ଟିକେ ଚକଟିକି ଦେଲେ ଖାଉଛନ୍ତି, ତେଣୁ ଆଉ ପଛରେ ନୁହଁ ଏକାଥରେ ପକେଇଲା। ତାପରେ କ'ଣ କଲା ଦେଖନ୍ତୁ, ସେଇ କଷା ମସଲାରେ ସେ ଆଣି କପେ କ୍ଷୀର ଢାଳିଲା, ଫେର ସେତିକି ପାଣି ବି ଦେଲା। ମୁଁ କହିଲି ଆଲୋ ମା, ଘରେ ତ କ୍ଷୀର ଅଛି, ତୁ 2 କପ୍ ଯାକ କ୍ଷୀର ଦେଇଦେଲୁନି। ସେ କହିଲା ନା ନା, ଥିବା ନଥିବା କଥା ନାହିଁ, ତାର ଭାଗ ମାପ ହଉଛି ସେଇଆ। ପୁଣି ତରକାରୀ ନ ଫୁଟୁଣୁ ସେ ଯୋଉଗୁଡ଼ା ଗଢ଼ିକି ଛାଣିକି ରଖିଥିଲା ପକେଇଲା। ମୁଁ ସେଠୁ ପୁଣି କହିଲି ଆଲୋ ଫୁଟିନି ବା ପାଣି, ତୁ କାହିଁ ପକେଇ ଦଉଛୁ? ସେ କହିଲା ରହ ବୋଉ, ଆଗରୁ ପକଉଛି ଏଇଥିପାଇଁ ଯେ ତା ଦେହକୁ ପାଣି ଭଲରେ ଭେଦିବ। ମୁଁ ସେଠୁ ସେ ଜାଗା ଛାଡ଼ି ପଳେଇଲି, ଯାଇକି ଦାଣ୍ଡ ମୁହଁରେ ବସି ପେପର ପଢ଼ିଲି। କାହିଁକି ତାକୁ ବତେଇବି, ସିଏ ତା ଇଚ୍ଛାରେ କରୁ। ସିଏ ତରକାରୀକୁ ଥଣ୍ଡା କରି ରାନ୍ଧି ସାରିଲା ପରେ ନେଇକି ମୋ ପାଖକୁ ଗଲା। ମୋ ପାଖକୁ ଯାଇକି କହିଲା ବୋଉ ତରକାରୀ ଖାଉନୁ? ମୁଁ କହିଲି ମା ତାତି ଥିବ ପରା। କହିଲା ନାଇଁ ବୋଉ, ମୁଁ ତୋ ପାଇଁ ଥଣ୍ଡା କରିକି ଆଣି ଦେଇଛି। ମୁଁ କହିଲି ଆଲୋ, ମୋ ଝିଅ ତ ମୋ ବୋଉ ହେଇଗଲାଣି, ଛୋଟ ଛୁଆଙ୍କୁ ଯେମିତି ଖୁଆନ୍ତି ସିଏ ସେମିତି ତରକାରୀକୁ ଥଣ୍ଡା କରିକି ଆଣି ମୋତେ ଦେଲା। ମୁଁ ସେଇଠୁ ସାଙ୍ଗେ ସାଙ୍ଗେ ଖାଇଲି। ଖାଇଲା ବେଳକୁ ସତରେ ଭାରି ସ୍ୱାଦ ଲାଗିଲା। ମୋ ଝିଅ ଏବେ କେତେ ବଡ଼ ହେଇଗଲାଣି, ଶାଶୁଘରକୁ ଯାଇ ଘର କରି। ମୁଁ ସିନା କୋଉଦିନ ତା ବୋଉ ଥିଲି, ଏବେ ସିଏ ମୋ ବୋଉ ହେଇଗଲାଣି। ତାକୁ ଟିକେ ଗେଲ କରିଦେଲି। କୁନି ସେଇଠି କୋଉଠି ଥିଲା କେଜାଣି, ଏସବୁ ଦେଖି ସିଏ ଦୌଡ଼ି ଆଇଲା ମୋ ପାଖକୁ। ଆଉ ତାପରେ କ'ଣ କଲା ଦେଖନ୍ତୁ। Okay.